ଭିନ୍ନକ୍ଷମ ଛାତ୍ରୀ ବନ୍ଦନାଙ୍କୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଯୋଗାଇଲେ ଖଲିକୋଟ ବିଧାୟକ। ଖଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର 8 ନମ୍ବର ୱାର୍ଡ ଫାସୁଳା ଗ୍ରାମର ତ୍ରିଲୋଚନ ମହାରଣାଙ୍କ ଝିଅ ବନ୍ଦନା ମହାରଣା ଯୁକ୍ତ 2 ପଢୁଥିବା ବେଳେ ଏକ ପ୍ରକାର ଚର୍ମ ରୋଗର ଶିକାର ହୋଇ ନିଜର 2ଟି ଗୋଡ଼କୁ ହରାଇଥିଲେ। ଏପରି ଏକ ଦୁଃଖଦ ଖବର ଶୁଣି ଆଜି ଖଲିକୋଟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ ତ୍ରିଲୋଚନଙ୍କ ଘରେ ପହଞ୍ଚି ବନ୍ଦନାଙ୍କ ପରିବାର ସହିତ ଆଲୋଚନା କରିବା ସହିତ ବନ୍ଦନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ଓ କୃତ୍ରିମ ଗୋଡ଼ ଲଗାଇବା ନେଇ ଆର୍ଥିକ ସହାୟତା ଯୋଗାଇଥିଲେ। ଏନେଇ ବନ୍ଦନାଙ୍କ ପରିବାର ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ସମୟରେ ବିଧାୟକଙ୍କ ସହିତ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି ତଥା ଖଲିକୋଟ ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି କାଳୁରାମ ମହାରଣା, ପୂର୍ବତନ ଉପାଧ୍ୟକ୍ଷ ପଦ୍ମଚରଣ ସୁବୁଦ୍ଧି ଓ ପୂର୍ବତନ ସରପଞ୍ଚ ଭିକାରୀ ପାଣ୍ଡିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆଜି ଆମେ ଫାସୁଳା ଗ୍ରାମକୁ ଆସିଥିଲୁ। ବନ୍ଦନା ମହାରଣା ବୋଲି ଗୋଟେ ଝିଅଟିଏ ସ୍କିନ୍ म्यूटेशन नामक एक डिजीज जो डिजीज से आक्रांत होता एवं तार अवस्था एपरी होता जे गोटे गोड़ एम्पुटेशन करा आउ गोटे गोड़ भी इन्फेक्शन होती औषध द्वारा करेंगे एवं कृत्रिम गोड़ लगेवाई किसी पैसा दरकार पड़ा एवं आज आसी आम छात्री मैंने समस्त मिलमिशि किसी तार जी दरकार से पैसा देलु एवं सी तार से जो गोड़ लगेबार व्यवस्था कर।